तो हमारा जी हमें स्टार्ट करें कॉन्सेप्ट ऑफ मार्केट. Market refers to a place where transaction take place between buyers and sellers with respect to exchange of goods and services. तो मार्केट गोटे प्लेस को रेफर करे जोटि कि हमर ट्रांजैक्शन है बायर सेलर. बायर हेले जो माने किछि किनी थाନ୍ତି, सेलर हेले जो माने किछि बिकନ୍ତି. तो सेई बायर और सेलर भितर जो ट्रांजैक्शन टा हुए एक्सचेंज हुए सेटा को हम कहबा मार्केट. जो प्लेस सेटा हुए. So markets are divided on the basis of type of product. For instance, cotton market, grain market, flower market. तो ତମେ ସପିଂ ମଲ୍ ଯାଉଥିବ ବା ଗ୍ରୋସରୀ ସପ୍ ଯାଉଥିବ ତ ସେ ସବୁ ଆମର ମାର୍କେଟ ଅଣ୍ଡରରେ ଆସିବ. Sometimes they are also divided on the basis of quantity. For example, wholesale market and retail market. ତ ତମମାନେ ଦେଖିଥିବ ବଡ ବଡ ଯୋଉ ଗ୍ରୋସରୀ ଷ୍ଟୋର ଥାଏ ତ ସେମାନେ କିଛିଟା ହୋଲସେଲରେ ହୋଲସେଲ ପ୍ରାଇସରେ ସେଲ୍ କରନ୍ତି କାରଣ ସେମାନେ ଡାଇରେକ୍ଟ ମ୍ୟାନୁଫ୍ୟାକ୍ଚରର ଠାରୁ ଆଣିକି ସେଲ୍ କରନ୍ତି. ଆଉ ତମେ ତମ ଗାଁରେ କି ଦେଖିଥିବ କୋଉଠି ଛୋଟ ଛୋଟ ଦୋକାନ ଯୋଉ ଥାଏ ସେମାନେ ରିଟେଲ ମାର୍କେଟ, ସେମାନେ ହୋଲସେଲ ମାର୍କେଟରୁ ଆଣିକି ରିଟେଲରେ ସେଲ୍ କରନ୍ତି. However, in modern times, the term market has a wider meaning. It now includes all potential buyers of goods or and services. ତ ତମେ ଗୁଡ୍ସ ଆଉ ସର୍ଭିସେସ୍ କଣ ଜାଣିଥିବ? ସପୋଜ ତମର ଗୋଟେ ଫୋନ ଦରକାର ହେଲା, ତ ଫୋନ ଆଣିଲ, ଫୋନଟା କଣ ତମେ ଫିଜିକାଲି ଟଚ୍ କରିପାରୁଛ ତ ସେଇଟା ହେଲା ଗୁଡ୍ସ. ଆଉ ସର୍ଭିସେସ୍ କଣ? ତମେ ସାଲୁନ ଯାଉଛ କିମ୍ବା ବ୍ୟୁଟି ପାର୍ଲର କିଏ ଯାଉଥିବ ତ ସେମାନେ ଯୋଉ ସପୋଜ ଫେସିଆଲ କଲେ ତ ସେ ସବୁ ଆମର ସର୍ଭିସ ଅଣ୍ଡରରେ ଆସିବ. ତ ସେ ସବୁ ବି ଆମର ଆସିଯିବ ମାର୍କେଟ କନସେପ୍ଟ ଅଣ୍ଡର. ବୁଝିପାରିଲ ସମସ୍ତେ ମାର୍କେଟିଂ ର କନସେପ୍ଟ? हाँ मैम। Then marketing refers to the process of interaction between buyers and seller with the objective of exchange of goods and services. ତ ଆମର ମାର୍କେଟରେ ମେନ୍ ମୋଟିଭ ହେଲା ଯେ ଆମର ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟା କେମିତି ଏକ୍ସଚେଞ୍ଜ ହବ. ତ ତମେ ଯଦି ଫୋନ କିଣିଲ ତ ଫୋନ ଟା ତମକୁ ତ କେହି ମାଗଣାରେ ଦେବେନି, ତମକୁ କିଛି ପେମେଣ୍ଟ କରିବାକୁ ପଡିବ. ତ ସେଇଟା ହେଲା ଆମର ଏକ୍ସଚେଞ୍ଜ ଅଫ ଗୁଡ୍ସ ଆଣ୍ଡ ସର୍ଭିସେସ୍. Marketing is a much wider concept which comprises various activities involved in the process of exchange of goods and services between buyers and sellers. ତ ଆମର ଏଇ ଏକ୍ସଚେଞ୍ଜ ଗୁଡ୍ସ ଆଉ ସର୍ଭିସ ଆମେ ଏକ୍ସଚେଞ୍ଜ କରୁଛୁ ତା ଭିତରେ ବହୁତ ସାରା ପ୍ରୋସେସ ଇନଭଲ୍ଭ ରହୁଛି ତ ସେଗୁলো ଆମେ ସବୁ ଆଗକୁ ପଢିବା. The activities which are part of marketing are basically the various functions which are performed under marketing, such as planning, designing the product, packaging and labeling of the product, then standardizing, branding, warehousing, transport, advertising, pricing and distribution. ତ ଦେଖ ଯେତେବେଳେ ଗୋଟେ ପ୍ରଡକ୍ଟ ମୋର ଯିଏ ମ୍ୟାନୁଫ୍ୟାକ୍ଚର କରିଥିବ, ସପୋଜ ଆମେ ଗୋଟେ ଫୋନ ଏକ୍ସାମ୍ପଲ ନବା ତ ଜଣେ ଯିଏ ଫୋନ ଟାକୁ ଆମର ଯିଏ ଇନୋଭେଟ କରିଛି ତ କଣ ସେ ଆଗ ପ୍ଲାନ୍ କଲା, ଦେନ୍ ସେ ଫୋନ କୁ ଡିଜାଇନ କଲା, ଦେନ୍ ଲୋକମାନଙ୍କ ପାଖକୁ ପହଞ୍ଚେଇବା ପାଇଁକା ସେ ପ୍ୟାକେଜିଂ କରିଥିବେ, ତାପରେ ଲେବେଲିଂ ମାନେ ତମର ଫୋନରେ ଯୋଉ ଦେଖିଥିବ ଫୋନ କିମ୍ବା ଯୋଉ ଯେକୌଣସି ପ୍ରଡକ୍ଟରେ ସବୁ ଡେଟ୍ ଲେଖା ଥାଏ, ଡେଟ୍ ଅଫ ୟୁଜ, ମ୍ୟାନୁଫ୍ୟାକ୍ଚରିଂ ଡେଟ୍, ଏକ୍ସପାୟରୀ ଡେଟ୍, ସେ ସବୁ ହେଲା ଆମର ଲେବଲିଂ. ଦେନ୍ ଷ୍ଟାଣ୍ଡାର୍ଡାଇଜିଂ ମାନେ ଆମେ ଗୋଟେ ପ୍ରଡକ୍ଟ ଲୋକମାନଙ୍କୁ କେମିତି ତାକୁ ଆକ୍ସେପ୍ଟ କରିବେ ସେଇ ଲେବୁଲରେ ଆମେ କରିବାକୁ ଆମେ କହିବା ଷ୍ଟାଣ୍ଡାର୍ଡାଇଜିଂ. ଦେନ୍ ବ୍ରାଣ୍ଡିଂ, ସପୋଜ ଆମେ ଗୋଟେ ଫୋନ ନବା ଓପୋ ଭିଭୋ, ସେ ସବୁ ହେଲା ଗୋଟେ ଗୋଟେ ବ୍ରାଣ୍ଡ. ଦେନ୍ ୱେୟାର ହାଉସ, ତ ଆମେ ଯେତେବେଳେ ଗୋଟେ ହୋଲସେଲର ମାନୁଫ୍ୟାକ୍ଚରର ଠାରୁ କିଛି ଆଣୁଥିବ ତ ସେ ତ ଗୋଟେ ଦିଟା ଆଣୁନଥିବ, ସେ କଣ ଥାଉଜେଣ୍ଡରେ ଆଣୁଥିବ, 2000 3000 ଏମିତି ଆଣୁଥିବ, ତ ସେ ଯୋଉଠି ଷ୍ଟୋର କରେ ସେଟା ହେଲା ଆମର ୱେୟାର ହାଉସ. ଦେନ୍ ୱେୟାର ହାଉସ ରୁ ସେ ତା ନିଜ ପାଖକୁ ଆଣୁଥିବ, ସେ ଟ୍ରାନ୍ସପୋର୍ଟ କରିକି ଆଣୁଥିବ ତ ସେଇଟା ହେଲା ଗୋଟେ ପ୍ରୋସେସ. ଦେନ୍ ଫୋନ ଟାକୁ ଲୋକମାନେ ଜାଣିବେ କେମିତି ଯେ ଗୋଟେ ନୂଆ ଫୋନ ମାର୍କେଟରେ ଆସିଛି. ଦେଖ ତମେ ଟିଭିରେ ଆଡ ଦେଖୁଥିବ କି ଫୋନ ୟୁଟ୍ୟୁବରେ ଆଡ ଆସୁଛି ଯେ ଫୋନର ଯେକୌଣସି ପ୍ରଡକ୍ଟର, ସେ ସବୁ ହେଲା ଆମର ଆଡଭର୍ଟାଇଜ. ଦେନ୍ ତାର କେତେ ରେଟ ରେ ସେଟା ମିଳୁଛି ସେଟା ହେଲା ଆମର ପ୍ରାଇସିଂ. ଦେନ୍ ଏସବୁ ଆଡଭର୍ଟାଇଜିଂ ହେଲା ପରେ ପ୍ରାଇସ୍ ଦେଖିଲା ପରେ ଲୋକମାନେ ଯେତେବେଳେ କିଣିବେ ତ ଲୋକମାନଙ୍କ ପାଖରୁ ଯୋଉ ପହଞ୍ଚେଇବେ ସେଟା ସେଟା ହେଲା ଆମର ଡିଷ୍ଟ୍ରିବ୍ୟୁସନ. ତ ଆମର ଏଇ ସବୁ ପ୍ରୋସେସ ଇନକ୍ଲୁଡ ହଉଛି ମାର୍କେଟିଂରେ. In addition, it includes after sales activities such as customer care and feedback. ତ ତମେ ଅନଲାଇନ ସପିଂ କିମ୍ବା ତମେ ଯୋଉ ଜୋମାଟୋ ସ୍ଵିଗିରେ ଯେତେବେଳେ ଅର୍ଡର କରୁଛ ତ ସେମାନେ କଣ ତମକୁ ପରେ ତମକୁ ରେଟିଂସ୍ କରିବା ପାଇଁ କହୁଛନ୍ତି, ପ୍ଲେ ଷ୍ଟୋରରେ ଯାଇକି ରେଟିଂସ୍ କରିବା ପାଇଁ କିମ୍ବା ତାଙ୍କର ଯୋଉ ଡେଲିଭରି ବୟ ରହିଲେ ରେଟିଂସ୍ କରିବା ପାଇଁ, ସେ ସବୁ ହେଲା ଆମର ଫିଡବ୍ୟାକ୍. ଦେନ୍ ତମେ ସପୋଜ ତମ ଘର ପାଇଁ ଗୋଟେ ଫ୍ରିଜ କିମ୍ବା ଗ୍ରାଇଣ୍ଡର ଆଣିବ ତ ସେଇଟା କଣ ତାଙ୍କର ୱାରେଣ୍ଟି ଥାଏ, ସେମାନେ
କଣ 1 ଇୟର ଭିତରେ ଯଦି ଖରାପ ହଉଛି ସେମାନେ ତମର ଫ୍ରି ସର୍ଭିସ କରେଇକି ତାକୁ ଠିକ କରିଦେବେ। ତ ସେ ସବୁ ହେଲା ଆମର ଆଫ୍ଟର ସେଲ୍ ସର୍ଭିସ। ତ ଏ ସବୁ ଆମର ମାର୍କେଟିଂ ଅଣ୍ଡରରେ ଆସିବ। ଦେନ୍ ଆମେ ଡେଫିନେସନ ଦେଖିବା। ତ ଆକର୍ଡିଂ ଟୁ କୋଟଲର, a societal process by which individual and groups obtain what they need and want through creating, offering and freely exchanging products and services of value with others। ତ ମାର୍କେଟିଂ ଟା ହେଲା ଗୋଟେ ଆମର ସୋସିଏଟାଲ ପ୍ରୋସେସ। କାରଣ ଦେଖ ସମସ୍ତଙ୍କର ସବୁ ନିଡ୍ ଥାଏ, କିଛି ନା କିଛି। ଦେଖିଥିବ ତମ ସପୋଜ ତମେ କଲେଜ ଗଲ, ତମେ ଦେଖିବ ଯେ ତମ ସାଙ୍ଗମାନେ କିଏ ବାଇକ୍ ଚଲାଉଛି କିମ୍ବା କିଏ ଭଲ ଫୋନ ଧରିଛି, ତ ତମେ ସେଇଟା ତମର ବି ଇଚ୍ଛା ହବ ସେଇଟା କରିବା ପାଇଁ। ତ ସେ ସବୁ ହେଲା ଆମର ଲୋକମାନଙ୍କର ନିଡ୍ କୁ ଫୁଲଫିଲ କରିବା ପାଇଁ ଯୋଉ ପ୍ରୋସେସ, ଲୋକମାନଙ୍କର ମନରେ ସେ ନିଡ୍ କ୍ରିଏଟ କରିବା କିମ୍ବା ତାଙ୍କୁ ଆମେ ଦେଖିଥିବ ତମେ କଲେଜ ରୁ ଗୋଟେ ଏକ୍ସାମ ଦେଇକି ଆସିଥିବ, ସବୁ ଟିଉସନ କିମ୍ବା କୋଚିଂ ସେଣ୍ଟର ସବୁ ଅଫର ଦିଅନ୍ତି। ମାନେ ଲୋକମାନଙ୍କୁ ସେମାନେ ଜଣେଇବାକୁ ଚାହୁଁଛନ୍ତି ଯେ ମାନେ ଆଜିକା ଡେଟ ରେ ଏଇ ସବୁ ନିଡ ହଉ ଦରକାର ହଉଛି, ଟିଉସନ ର ଆବଶ୍ୟକତା ଅଛି କିମ୍ବା ଗୋଟେ ଫୋନ ଏସବୁ ଦରକାର ଅଛି। ତ ଏ ସବୁ କଣ ଗୋଟେ ଗୋଟେ ପ୍ରୋସେସ ମାର୍କେଟିଂ ର। ତା ଦ୍ଵାରା ଆମର କଣ ଲୋକମାନଙ୍କର ଯୋଉ ନିଡ ଅଛି ସେ ସବୁ ଫୁଲଫିଲ ହଉଛି। ଆମର ସୋସାଇଟିର ଷ୍ଟାଟସ କୁ ମେଣ୍ଟେନ କରିବା ପାଇଁ ବି ଆମର ବହୁତ ସାରା ନିଡ ରହିଛି। କିଏ କାର କିଣୁଛି, କିଏ ଆଇଫୋନ କିଣୁଛି, ତ ସେ ସବୁ ହେଲା ଆମର ସୋସାଇଟାଲ ପ୍ରୋସେସ। ଏ ସବୁ ଆମର ଆସିବ ମାର୍କେଟିଂ ଅଣ୍ଡରରେ। ଦେନ୍ ଆମର ଫିଚର୍ସ ଅଫ ମାର୍କେଟିଂ। ତମମାନେ ଯୋଉମାନେ ଜଏନ କରିଛ ସମସ୍ତେ ରୋଲ ନମ୍ବର ଚାଟ ବକ୍ସ ରେ ମେସେଜ କରିଛ ତ? ଯୋଉମାନେ ବି କରିନ କରିଦିଅ, ନହେଲେ ଆଟେଣ୍ଡାନ୍ସ ରେ ପଡିପାରିବି। ରୋଲ ନମ୍ବର ତମମାନେ ସବୁ ପାଇଛ ନା? मैम। ରୋଲ ନମ୍ବର ପାଇଛ ନା ସମସ୍ତେ? हाँ मैम। ସେଇଟା ତମେ ମେସେଜ କରିଦିଅ, ଯୋଉ ଜୁମ ର ଚାଟ ବକ୍ସ ରେ ସେଇଟା ମେସେଜ କରିଦିଅ। ଦେନ୍ ଆମେ ଦେଖିବା ଫିଚର୍ସ ଅଫ ମାର୍କେଟିଂ। ତ ମାର୍କେଟିଂ ର ଫିଚର୍ସ ତ ଆମେ ଯେମିତି ଫାଷ୍ଟ ଆମେ ଧରିଲେ ନିଡ୍ସ ଆଣ୍ଡ ୱାଣ୍ଟସ। ତ ସପୋଜ ତମେ ଏବେ ଆମର ଦେଖିଥିବ ସବୁ ଜାଗାରେ ତ ଲୋକମାନଙ୍କର ଆମର ଯୋଉ ଡ୍ରିଙ୍କିଙ୍ଗ ୱାଟର, ଆମେ ନିଡ୍ସ ଆଣ୍ଡ ୱାଣ୍ଟସ ରେ ଆମେ ଏକ୍ସାମ୍ପଲ ନବା ଆମର ଡ୍ରିଙ୍କିଙ୍ଗ ୱାଟର। ତ ଦେଖ ସମସ୍ତେ ତମେ ଯେବେ ଗୋଟେ ହୋଟେଲ କୁ ଯାଉଛ ସେଠି ଷ୍ଟେ କରୁଛ, ତ ସେଥିରେ କଣ ତମର ପାଣି ଟା ନିହାତି ଦରକାର ତମ ମାନଙ୍କର। ତ ସେଇଟା ହେଲା ତମର ନିଡ୍ସ। ଦେନ୍ ୱାଣ୍ଟସ, ତମ ସପୋଜ କି ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ କୁହନ୍ତୁ କିମ୍ବା କାହାକୁ ସପୋଜ ଭଲ ଲାଗେ ସିଏ କିଛି ଡ୍ରିଙ୍କସ ଅର୍ଡର କରିବ, ସପୋଜ ଜୁସ୍, ସେ ସବୁ ହେଲା ଆମର ୱାଣ୍ଟସ। ମାନେ କୋକା କୋଲା ଆମର ସେଇ ସବୁ ଆମ ନିଡ୍ସ ଟା ହେଲା କଣ, ଏ ନିଡ୍ସ ଟା ସମସ୍ତଙ୍କର ଦରକାର। ଆଉ ନିଡ୍ସ ଉପରେ ଯୋଉଟା ଆମର ହେଲା ୱାଣ୍ଟସ। ୱାଣ୍ଟସ ଟା ହେଲା ମାନେ ସେଇଟା ତା ବିନା ଆମେ ରହିପାରିବା, କିନ୍ତୁ ମାନେ ତାକୁ ଯଦି ଆମେ ପାଇବା ଯେ ଆମେ ନିଜେ ସାଟିସ୍ଫାଇ ହବା। ତ କୋଲ୍ଡ ଡ୍ରିଙ୍କସ ନ ପିଇଲେ ଆମେ ରହିପାରିବା, କିନ୍ତୁ ଲୋକମାନଙ୍କର କଣ ନିଜ ଖୁସି ପାଇଁକା ହଉ କିମ୍ବା ନିଜର ବଡିକୁ ଠିକ ରଖିବା ପାଇଁ ସମସ୍ତେ କୋଲ୍ଡ ଡ୍ରିଙ୍କସ ପିଅନ୍ତି। ତ ସେଇଟା ହେଲା ଆମର ନିଡ୍ସ ଆଣ୍ଡ ୱାଣ୍ଟସ। ଦେନ୍ ମାର୍କେଟ ଅଫର। ତ ତମେ ତ ଏବେ ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ରେ ଦେଖୁଥିବ, ଆମେ ଗୋଟେ ଭିଡିଓ ଓପନ କରିବା ମାନେ ସବୁ ଅଫର ଆସିଯିବ କାହାର କିମ୍ବା ଆଡ ଆସିଯିବ। ସେମାନେ କହୁଥିବେ ଯେ ଆମର ଏଇଟାରେ ଏତିକି ପ୍ରାଇସ ରେ ମିଳୁଛି। ସବୁ ଦେଖିଥିବେ ଏଆଇ ଟୁଲସ ର ଆସୁଛି, ଅନଲାଇନ କ୍ଲାସ କରିବା ପାଇଁ ଆସୁଛି, ଫୋନ ର ଆସୁଛି, ଡ୍ରେସ ର ଆସୁଛି। ତ ସେ ସବୁ ହେଲା ଆମର ମାର୍କେଟ ଅଫରିଂ। ଦେନ୍ କଷ୍ଟମର ଭ୍ୟାଲୁ। ତ ତମେ ଦେଖିଥିବ ଯେ ତମେ ସପୋଜ ଅନଲାଇନରେ କିଛିଟା ସର୍ଚ୍ଚ କରୁଛ ଫ୍ଲିପକାର୍ଟରେ, ଫ୍ଲିପକାର୍ଟ ରେ ତମେ ସର୍ଚ୍ଚ କଲ ଡ୍ରେସ, ତ ସେଇଟା ଦେଖିବ ତମ ୟୁଟ୍ୟୁବରେ ଆପେ ଆପେ ଆସିଯାଏ କିମ୍ବା ଇନଷ୍ଟାଗ୍ରାମ ରେ ଆପେ ଆପେ ଆସିଯାଏ। କାରଣ ସେମାନେ ଦେଖନ୍ତି ଯେ ଲୋକମାନଙ୍କର କୋଉଥିରେ ଇଣ୍ଟରେଷ୍ଟ ରହୁଛି, ଯାହାର ଯୋଉଥିରେ ଇଣ୍ଟରେଷ୍ଟ ରହିବ ସେ ସେଇ ରିଗାର୍ଡିଂ ତାକୁ ଅଫର ପ୍ରୋଭାଇଡ କରିବେ। ଦେନ୍ ଆସିଲା ଏକ୍ସଚେଞ୍ଜ। ତ ଆମେ ଯେତେବେଳେ ଗୋଟେ ଡ୍ରେସ କିଣିବା ପାଇଁ ମାର୍କେଟ କୁ ଯାଉଛେ, ତ ସେଥିପାଇଁ କଣ ଆମକୁ ପେମେଣ୍ଟ କରିବାକୁ ପଡୁଛି। ପେମେଣ୍ଟ ନ କଲେ ତ ଆମକୁ କେହି ବି ଦେବେନି। ତ ସେଇଟା ହେଲା ଆମର ଏକ୍ସଚେଞ୍ଜ। ଦେନ୍ ମେକାନିଜିମ। ମେକାନିଜିମ ହେଲା ଟୁଲସ। ଆମର ମାର୍କେଟିଂ ରେ ବହୁତ ଟୁଲସ ଅଛି, ଯେମିତି ଆମେ ଆଡଭର୍ଟାଇଜ କରିବା କିମ୍ବା ଆମର ତମେ ଗାଁରେ ଦେଖିଥିବ ଗୋଟେ ଇଲେକ୍ଟ୍ରୋନିକ୍ସ ଆଇଟମ କୁ ଘରେ ଘରେ ବୁଲିକି ମାର୍କେଟିଂ କରନ୍ତି। ତ ସେ ସବୁ ହେଲା ଆମର ମାର୍କେଟିଂ ର ମେକାନିଜିମ। ତ ଆମେ ସେ ସବୁକୁ ଆମେ ଏବେ ଯୋଉ ପଏଣ୍ଟ ଗୁରା ଦେଖିଲେ ତାର ଡେସକ୍ରାଇବ କରିକି ଦେଖିବା। ଫାର୍ଷ୍ଟ ହେଲା ନିଡ୍ସ ଆଣ୍ଡ ୱାଣ୍ଟସ। ମାର୍କେଟିଂ ଫୋକସେସ୍ ଅନ୍ ସାଟିସ୍ଫାଇଂ ଦ ନିଡ୍ସ and wants of individual and organization.
The need and want is the difference. Need is a state of feeling deprived of something that, and it does not pertain to a particular product. Then want, human need saved by some factors such as culture, personality and religion. ତ need ରେ ମୁଁ example ନେଇଥିଲି ଆମର water ର। ତ water ରେ କଣ ସେଇଟା ଆମର ମାନେ ଏମିତି ତାକୁ ଆମେ ମାର୍କେଟରେ ନ ଦେଖିଲେ ବି ଆମେ ଜଣେ ପାଣି ପିଇବା। ତ ସେ ସବୁ ସେଟା କୌଣସି ପ୍ରଡକ୍ଟ କୁ ରିଲେଟ କରେନି। ତ ଆମର ସେଟା ଆସିବ ନିଡ୍। ଆଉ ୱାଣ୍ଟ ରେ କଣ ଯେ ଆମର ହ୍ୟୁମାନ ନିଡ୍ସ କୁ ସେଭ୍ କରିବା ପାଇଁ। ସପୋଜ ଆମେ ତମକୁ ମୁଁ ଏକ୍ସାମ୍ପଲ ଦଉଥିଲି ଆମର କୋଲ୍ଡ ଡ୍ରିଙ୍କସ ହଉ କିମ୍ବା କାର ହଉ, ସେ ସବୁ ଆମ କଣ ଆମ ନିଜର ରିଲିଜିଅନ ହଉ କି ଆମ ପର୍ସନାଲିଟି ମେଣ୍ଟେନ କରିବା ପାଇଁ, କଲଚର ମେଣ୍ଟେନ କରିବା ପାଇଁ ଆମର ହେଲା ୱାଣ୍ଟ। In short, a marketer's job is to focus on identifying the need of customer and developing products and services which satisfy their needs. ତ ଲୋକମାନଙ୍କର ନିଡ୍ ଆଉ ୱାଣ୍ଟ କୁ ଦେଖିକି ଆମର ପ୍ରଡକ୍ଟ କୁ ଡେଭଲପ କରାଯାଏ, ଯୋଉଟା କି ସେମାନଙ୍କର ନିଡ୍ କୁ ଆଉ ୱାଣ୍ଟ କୁ ସାଟିସ୍ଫାଏ କରିବ। Then market offering. Market offers refers to a complete offer for a product or service by specifying its feature. ତ ଆମେ ଆଉ ତମେ ଯଦି ଗୋଟେ ସପିଂ ମଲ୍ କୁ ଯାଉଥିବ, ସପୋଜ ତମେ ପାଣ୍ଟାଲୁନ୍ସ କଲ, ତ ସେମାନେ ତମକୁ ପଚାରିବେ ତମେ ମାନେ କଣ ପରଚେଜ କରିବା ପାଇଁ ଚାହୁଁଛନ୍ତି, କୋଉ ସାଇଜ ରେ ପରଚେଜ କରିବା ପାଇଁ ଚାହୁଁଛନ୍ତି, କୋଉ ଟାଇପ ର ଫାବ୍ରିକ ଦରକାର, କଟନ କି ସିଲ୍କ। ଦେନ୍ ସପୋଜ ତମେ ଗୋଟେ ଫୁଡ ସପ୍ କୁ କୋଉଠିକି ଗଲ, ରେଷ୍ଟୁରାଣ୍ଟ କୁ ଗଲ, ତ ସେମାନଙ୍କୁ ତମେ ନିଜେ ବି ପଚାରୁଛ ନିଜର ଟେଷ୍ଟ କେମିତି ରହୁଛି, କ୍ୱାଲିଟି କେମିତି ରହୁଛି ଫୁଡ ର। ଏସବୁ ହେଲା ଆମର ମାର୍କେଟ ଅଫରିଂ। Then it also specify the given outlet or location at which such product or service is available. ତ ସବୁ ପାଣ୍ଟାଲୁନ୍ସ ହଉ, ଦେନ୍ ଆମର ଏବେ ଭି ମାର୍ଟ ସବୁର ଆଉଟଲେଟ ରହୁଛି, ଲୋକେସନ ରହୁଛି ଯୋଉଠି କି ଏସବୁ ପ୍ରଡକ୍ଟ ଆମର ଆଭେଲେବୁଲ ରହୁଛି। A marketing offering developed after analyzing the needs and preference of customer is said to be ideal. ତ ଗୋଟେ ମାର୍କେଟରେ ଆମର ଯେତେବେଳେ ଲୋକମାନଙ୍କର ନିଡ୍ କୁ ଆନାଲାଇଜ କରିକି ଲୋକମାନଙ୍କର ପ୍ରିଫରେନ୍ସ କଣ ରହୁଛି ତାକୁ ଆନାଲାଇଜ କରି ଯେତେବେଳେ ଆମେ ମାର୍କେଟ ଅଫରିଂ କରୁଛେ, ତ ସେତେବେଳେ ଆମେ କହିପାରିବା ଯେ ଏଇଟା ଆଇଡିଆଲ। ଦେନ୍ ଆସିଲା କଷ୍ଟମର ଭ୍ୟାଲୁ। ମାର୍କେଟିଂ ଲିଡ୍ସ ଟୁ ଏକ୍ସଚେଞ୍ଜ ଅଫ ପ୍ରଡକ୍ଟସ ଆଣ୍ଡ ସର୍ଭିସ ବିଟୱିନ୍ ବାୟର ଆଣ୍ଡ ସେଲର। ତ ମାର୍କେଟ ଆମର ଲିଡ୍ କରୁଛି ଯେ ଆମ ପ୍ରଡକ୍ଟ ଆଉ ସର୍ଭିସ ଯୋଉଟା କି ଆମର ବାୟର ଆଉ ସେଲର ମାନଙ୍କ ଭିତରେ ଏକ୍ସଚେଞ୍ଜ ହଉଛି, ସେଟା ହେଲା ଆମର ମାର୍କେଟିଂ। ଦେନ୍ ମାର୍କେଟର ସୁଡ୍ ଆଡ୍ ଟୁ ଦ ଭ୍ୟାଲୁ ଅଫ ଦ ପ୍ରଡକ୍ଟ ସୋ ଦ କଷ୍ଟମର ପ୍ରିଫର ଇଟ୍ସ ଓଭର କମ୍ପିଟିଟର୍ସ। ତ ଗୋଟେ ସପୋଜ ଏବେ ଅଛି ଭି ମାର୍ଟ ଗୋଟେ ସୋରୁମ, ଆଉ ଗୋଟେ ସୋରୁମ ରେ ଆମେ ଏକ୍ସାମ୍ପଲ ନବା ଭି ଟୁ। ତ ଭି ଟୁ ରେ ଯାହା ପ୍ରଡକ୍ଟ ଭି ମାର୍ଟ ର ସେଇଟା ପ୍ରଡକ୍ଟ ନୁହେଁ। ତ ଲୋକ ସମସ୍ତେ ସପୋଜ ତମକୁ ଭି ମାର୍ଟ ଭଲ ଲାଗୁଛି, ତ କାହିଁକି ଭଲ ଲାଗୁଛି, କାରଣ ସେଠି କଣ କିଛିଟା ପ୍ରଡକ୍ଟ କ୍ୱାଲିଟି ବେଟର ଥିବ ଭି ଟୁ ଅପେକ୍ଷା। ତ ସେଇଟା ଆମେ ମାର୍କେଟିଂରେ ଆମେ ଏମିତି ଆମେ ଲୋକମାନଙ୍କୁ ପ୍ରଡକ୍ଟ ଦବା ଦରକାର ଯେ ଲୋକମାନେ ଆମର କମ୍ପିଟିଟର୍ସ ଅପେକ୍ଷା ଆମ ପ୍ରଡକ୍ଟଟାକୁ ପ୍ରିଫର କରିବେ। ଦେନ୍ ଆସିଲା ଏକ୍ସଚେଞ୍ଜ ମେକାନିଜିମ୍। The process of marketing works on the exchange mechanism. That is, in marketing, the product and services are exchanged for money or some valuable item. ତ ଆମର ଆଗରୁ ଥିଲା ଆମର ବାର୍ଟର ଏକ୍ସଚେଞ୍ଜ, ବାର୍ଟର ସିଷ୍ଟମ। ମାନେ ସପୋଜ ଆଗ କାଳ କଥା କହୁଛି, ସପୋଜ ଜଣଙ୍କ ଘରେ ଚାଉଳ ନଥିବ, ତ ଯଦି ତା ପାଖ ପଡୋଶୀ ପାଖରେ ଅଧିକ ଚାଉଳ ଥିବ, ତ ସେ ତାକୁ କିଛିଟା ଡାଲି କିମ୍ବା ଆଉ ଅଲଗା କିଛି ଜିନିଷ ତାକୁ ଏକ୍ସଚେଞ୍ଜ କରେଇକି ତାଠୁ ଆଣେ। ତ ସେଇଟା ହେଲା ଆମର ଏକ୍ସଚେଞ୍ଜ। ତ ଏବେକା ଯୁଗରେ କଣ ହଉଛି ଯେ ଆମେ କଣ ପଇସା ଦଉଛେ, ଦେନ୍ ଆମେ କିଛି ପ୍ରଡକ୍ଟ କିମ୍ବା ସର୍ଭିସ କୁ ଆଭେଲ କରୁଛେ। Then following conditions should be satisfied for exchange to take place. ତ ଆମର ଏଇ ସବୁ ପଏଣ୍ଟ ଗୁରା ଯଦି ସାଟିସ୍ଫାଏ କରିବ, ଦେନ୍ ଆମର ସେଟା ଏକ୍ସଚେଞ୍ଜ ହେଇପାରିବ। ତ ଫାର୍ଷ୍ଟ ଆମର ପ୍ରେଜେନ୍ସ ଅଫ ଟୁ ଅର୍ ମୋର ପାର୍ଟିସ୍, ଦ୍ୟାଟ ଇଜ ଦ ବାୟର ଆଣ୍ଡ ସେଲର। ତ ଗୋଟେ ଯଦି ଏକ୍ସଚେଞ୍ଜ ହବ, ତ ତାହେଲେ କଣ ଅଛି, ଅବଭିୟସଲି ଦିଟା ପାର୍ଟି ରହିବା ଦରକାର। ତ ତମେ ତ ତମ ନିଜ ଭିତରେ ସେଟା ଏକ୍ସଚେଞ୍ଜ କରିପାରିବନି, ତ ଆମର ଦିଟା ପାର୍ଟି ଦରକାର ଯୋଉମାନେ ହେଲେ ବାୟର ଆଣ୍ଡ ସେଲର। Then each party should offer something of value to the other. ତ ଗୋଟେ ପାର୍ଟି ସପୋଜ ବାୟର ସେ ସେଲର ଏମିତି ସେଲର ଏମିତି କିଛି ବାୟର କୁ ଦବା ଦରକାର ଯେ ଯୋଉଟା କି ବାୟର ର ସେଇଟା ନିଡ୍ ଥିବ ଆଉ ସେ ପ୍ରଡକ୍ଟରେ କିଛିଟା ଭ୍ୟାଲୁ ଥିବ।
then effective communication should be there between the parties। ତ ପାର୍ଟି ମାନଙ୍କ ଭିତରେ ଇଫେକ୍ଟିଭ କମ୍ୟୁନିକେସନ ହବା ଦରକାର। ତ ଏବେ କଣ ଅନଲାଇନରେ ଆମେ ଯଦି ଫ୍ଲିପକାର୍ଟ ରେ ସପିଂ କରୁଛେ ତ କଣ ଆମର କମ୍ୟୁନିକେସନ ହଉଛି ଥ୍ରୁ ଫୋନ। ଆମେ ଫୋନରେ ଅର୍ଡର ଦଉଛେ, ଆମର ସାଇଜ ସାଇଜ କଣ, ଦେନ୍ କ୍ୱାଲିଟି କେମିତି ରହିବ, ସେ ସବୁକୁ ଆମେ ଚୁଜ୍ କଲା ପରେ ହିଁ ସେମାନେ ଆମକୁ ଅର୍ଡର ଟା ଡେଲିଭର କରନ୍ତି। ତ ସେଇଟା ହେଲା ଆମର ଇଫେକ୍ଟିଭ କମ୍ୟୁନିକେସନ। Each party should deliver its own will in accepting or rejecting the offer, and that is the exchange should be at will। ତ each party ଆମେ ଫ୍ଲିପକାର୍ଟ ରେ ଏକ୍ସାମ୍ପଲ ଦଉଥିଲି, ତ ଫ୍ଲିପକାର୍ଟର ଯଦି ଇଚ୍ଛା ନଥିବ ଡେଲିଭର କରିବା ପାଇଁ ତ ଆମେ ତ ତାକୁ ଅର୍ଡର ବି କରିପାରିବାନି। ତ ବୋଥ ପାର୍ଟିର କନସେଣ୍ଟ ରହିବା ଦରକାର। ତ ଆମର ବି ମାନେ ଗୋଟେ ଜିନିଷ ଯଦି ପରଚେଜ କରିବା ଆମର ସେଥିରେ ଇଚ୍ଛା ଅଛି କି ନା ଆମେ କେମିତି ଜାଣିବା? ଆମେ ଯଦି ସେଟା ଅର୍ଡର କରୁଛେ ତାହେଲେ ହିଁ ସେମାନେ ଡେଲିଭର କରିବେ। ଆଉ ଯଦି ସେମାନଙ୍କ ପାଖରେ ନାହିଁ ସେ ପ୍ରଡକ୍ଟଟା, ତ ତମେ ଦେଖିଥିବ ସେଠି ଲେଖା ହେଇଥିବ ଆଉଟ୍ ଅଫ ଷ୍ଟକ୍। ତ ଏବେ ଯଦି ବି ଆମେ ଅର୍ଡର କରୁଛେ ଆଉ ଆମେ ଅର୍ଡର କରିବାକୁ ପସିବୁଲ ହଉଛି, ତ ତାମାନେ କଣ ଯେ ଫ୍ଲିପକାର୍ଟ ରେଡି ଅଛି ଆମକୁ ପ୍ରଡକ୍ଟ ସର୍ଭ କରିବା ପାଇଁ, ଆଉ ଆମେ ବି ରେଡି ଅଛି ସେ ପ୍ରଡକ୍ଟ ଟାକୁ ପରଚେଜ କରିବା ପାଇଁ। ତ each party should deliver its own will। Then freedom to each party regarding whether to accept or reject the offer made by the other। ତ ଆମ ପାଖେ ସେଟା ଫ୍ରିଡମ ଅଛି, ତ ଆମେ ଯେତେବେଳେ ବି ଚାହିଁବା ଫ୍ଲିପକାର୍ଟ ଅର୍ଡର ଟା କ୍ୟାନସେଲ କରିପାରିବା। ତ ଏଇଟା ଆମ ପାଖରେ ସେଟା ଫ୍ରିଡମ ରହୁଛି। ଦେନ୍ ଆମେ ଦେଖିବା ଇମ୍ପୋର୍ଟାନ୍ସ ଅଫ ମାର୍କେଟିଂ। ମାର୍କେଟିଂ ର ଇମ୍ପୋର୍ଟାନ୍ସ କଣ ରହୁଛି? ତ ଆମର ଇମ୍ପୋର୍ଟାନ୍ସ ରହୁଛି କାହାକୁ? ନର୍ମାଲି କନଜ୍ୟୁମର କୁ ରହିବ, ବିଜନେସ କୁ ରହିବ, ଆଉ ସୋସାଇଟି କୁ ରହିବ। କନଜ୍ୟୁମର ମାନେ କଣ? ସପୋଜ ତମେ ଫୋନ କିଣିଲ ମାନେ ଫୋନ ଟାକୁ ତମେ ୟୁଜ କରିବ। ଆଉ ତମେ ଗ୍ରୋସରୀ ସପ ରୁ ସପୋଜ ମ୍ୟାଗି କିଣିଲ, ତ ସେଇଟାକୁ ତମେ ହିଁ ତାକୁ କନଜ୍ୟୁମ କରିବ। ତ ସେ ତମେ ମାନେ ହେଲ କନଜ୍ୟୁମର। ଯିଏ ବି ଗୋଟେ ପ୍ରଡକ୍ଟ କୁ ୟୁଜ କରେ କିମ୍ବା ପ୍ରଡକ୍ଟ କୁ କିଣିକି ତାର ପ୍ରପର ୟୁଜ କରୁଛି, ସେଇଟା ହେଲା ଆମର କନଜ୍ୟୁମର। ତ ମାର୍କେଟିଂ ଟା ଆମର କନଜ୍ୟୁମର ମାନଙ୍କୁ କେମିତି ହେଲ୍ପ କରୁଛି? Marketing is very important to consumer. Marketing is necessary for day-to-day life as marketing helps in consumer satisfaction and gives product information, provides selection facility and range in living standard of people। So ମାର୍କେଟ ଯଦି ନଥାନ୍ତା, ଭାବିଲେ ତମମାନଙ୍କର ଯଦି ପାଖରେ ମାର୍କେଟ ନଥାନ୍ତା ତ କଣ ଅସୁବିଧା ହେଇଥାନ୍ତା? ତମେ ଆଜି ଫୋନ କିଣି ପାରିନଥାନ୍ତ। ଆମେ ଯୋଉ ସିଷ୍ଟମ ରେ ହଉ କିମ୍ବା ତମ ଫୋନରେ କ୍ଲାସ କରୁଛ ସେଇଟା ଆମର ପସିବଲ ହେଇନଥାନ୍ତା। ତ ଆମର ଡେ ଟୁ ଡେ ଲାଇଫ ରେ ହିଁ ଆମର ମାର୍କେଟିଂ ଦରକାର। ଆଉ ୟା ଦ୍ୱାରା କଣ ହଉଛି ଆମର ରେଜ ଇନ୍ ଲିଭିଂ ଷ୍ଟାଣ୍ଡାର୍ଡ। ତ ଆମେ କଣ, ସପୋଜ ଆମର ଆଗରୁ କଣ ଥିଲା, ଆଗରୁ ଏତେ କିପ୍ୟାଡ ଫୋନ ଥିଲା। ତ କିପ୍ୟାଡ ଫୋନ ଦ୍ଵାରା କଣ ଆମର ଷ୍ଟାଣ୍ଡାର୍ଡ ମେଣ୍ଟେନ ହଉଥିଲା କି ହଉନଥିଲା? ତ ଏବେ କିନ୍ତୁ କଣ ଆମେ ଦେଖିଲେ ଫରେନ କଣ୍ଟ୍ରିରେ ସେମାନଙ୍କର କଣ ସମସ୍ତେ ସ୍ମାର୍ଟ ଫୋନ ଦଉଛନ୍ତି। ତ ଏବେ ସମସ୍ତେ କଣ ସେଇ ଷ୍ଟାଣ୍ଡାର୍ଡ କୁ ଯିବା ପାଇଁକା ସମସ୍ତେ ଏବେ ସ୍ମାର୍ଟ ଫୋନ ୟୁଜ କଲେ। ଯଦି ମାର୍କେଟ ନଥାନ୍ତା ତ ଲୋକମାନେ ତ ସେଇଟା ୟୁଜ କରିପାରିନଥାନ୍ତେ। ତ ଲୋକମାନଙ୍କର ଷ୍ଟାଣ୍ଡାର୍ଡ ବି ଇନକ୍ରିଜ କରୁଛି ଆମର ମାର୍କେଟିଂ। The service and facilities provided by marketing to consumers are। ତ ଆମର ମାର୍କେଟିଂ ଟା କନଜ୍ୟୁମର ମାନଙ୍କୁ କଣ କଣ ସର୍ଭିସ ପ୍ରୋଭାଇଡ କରୁଛି? ଫାର୍ଷ୍ଟ ହେଲା କଷ୍ଟମର ସାଟିସ୍ଫାକ୍ସନ। With the help of marketing, consumer can use the goods or services whichever they need or want। They get satisfaction from this। ତ ମାର୍କେଟିଂ ଦ୍ଵାରା ଆମେ ଆମର ଯୋଉ ଗୁଡ୍ସ ଦରକାର, ଯୋଉ ସର୍ଭିସ ଦରକାର, ଯାହା ବି ଆମେ ଚାହୁଁଛେ ସେ ସବୁ ଆମେ ମାର୍କେଟିଂ ଦ୍ଵାରା ହିଁ ପାଇପାରୁଛେ। Then selection facility। The similar types of goods or services produced by different companies can be found in market। ତ ଆମର ସିଲେକ୍ସନ ଫ୍ୟାସିଲିଟି ଦ୍ଵାରା ଆମେ ଦେଖ ଆଗରୁ ଏମିତି ସପିଂ ମଲ୍ ନଥିଲା, ଏବେ କଣ ସପିଂ ମଲ୍ ହେଇଗଲାଣି। ତ ସପିଂ ମଲ୍ ରେ ତମେ ତମର ଯୋଉ ଡ୍ରେସ ଦରକାର, ଯୋଉ ସାର୍ଟ ଦରକାର, ସେ ସବୁ ତମେ ଇଜିଲି ସିଲେକ୍ଟ କରିପାରିବ ଆଉ ତାକୁ ପରଚେଜ କରିପାରିବ। Then marketing help us to select goods or services according to our need, interest and wants। ତ ମାର୍କେଟିଂ ଆମର ହେଲ୍ପ କରୁଛି ଆମର ଗୁଡ୍ ସିଲେକ୍ଟ କରିବା ପାଇଁ। ଆଉ ସପୋଜ ତମେ ଗଲ ପାର୍ଲରରେ, ତମେ କୋଉ ସର୍ଭିସ ଚାହୁଁଛ, ହେୟାର କଟ୍ ଚାହୁଁଛ କି ସ୍ପା ଚାହୁଁଛ, ସେ ସବୁ ତମେ ନିଜେ ହିଁ ସିଲେକ୍ଟ କରିପାରିବ। ତମର ଯୋଉ ଏରିଆରେ ଇଣ୍ଟରେଷ୍ଟ ଥିବ, ଯୋଉଟା ତମର ଇଚ୍ଛା ଥିବ, ତମେ ସେଇଟା କରିପାରିବ। ଦେନ୍ ପ୍ରଡକ୍ଟ ଇନଫର୍ମେସନ। Consumer can get necessary information or messages about different companies about their product or services quality।
यूजिंग द मेथड ओनली विथ द हेल्प ऑफ मार्केटिंग। तो मार्केटिंग द्वारा ही तमे गोटे प्रोडक्ट विषय जानिपर। देखो तमे ଏବେ ଗୋଟେ ମିଲ୍କ ପ୍ୟାକେଟ କିଣିବାକୁ ଯିବ, ତ ମିଲ୍କ ପ୍ୟାକେଟ ର ଏକ୍ସପାୟରୀ ଡେଟ୍ କେତେ, ତ ତମେ ସେଟା କେମିତି ଜାଣିବ ଯଦି ଗୋଟେ ପ୍ରଡକ୍ଟ ର ଲେବେଲିଂ ହେଇନଥିବ ତ ଜାଣିପାରିବନି। ତ ଗୋଟେ ପ୍ରଡକ୍ଟ ର ସପୋଜ ତମେ କିଏ ଭେଜ ଖାଉଥିବ କିଏ ନନ ଭେଜ ଖାଉନଥିବ, ତ ସପୋଜ ତମେ କିଏ ସପୋଜ ଏକ୍ସାମ୍ପଲ ନବା କି ମଣ୍ଡେରେ ନନ ଭେଜ ଖାଉନ, ତ ସେ ଯଦି ଗୋଟେ କେକ୍ ଆଣିବା ପାଇଁ ଯିବ, ତ ଗୋଟେ କେକ୍ ରେ କଣ ପ୍ୟାକେଜିଂ ରେ ଲେଖା ଥାଏ ଗ୍ରୀନ ସିମ୍ବଲ ଅଛି କି ରେଡ ସିମ୍ବଲ ଅଛି, ରେଡ ସିମ୍ବଲ ଥିବା ଦ୍ଵାରା ଆମେ ଜାଣୁଛେ ଯେ ସେଥିରେ ନନଭେଜ ମିଶିକି ରହୁଛି। ତ ଏସବୁ ପ୍ରଡକ୍ଟ ଇନଫର୍ମେସନ ଆମେ ଯୋଉ ଲେବଲିଂ ରେ ପାଉଛେ ସେଇଟା ବି ଆମର ମାର୍କେଟିଂ ର ଗୋଟେ ପାର୍ଟ। ତ ପ୍ରଡକ୍ଟ ଇନଫର୍ମେସନ ପ୍ରୋଭାଇଡ କରିକି ଆମର ମାର୍କେଟିଂ ଲୋକମାନଙ୍କୁ ହେଲ୍ପ କରୁଛି। Standard of living, ଆମର last point. Marketing helps to improve lifestyle and living standard of consumer. When consumer lifestyles and living standards rise high when they can get and use the goods and services which they need. Suppose ଆମର ଏବେ କ୍ଲାସ କରିବା ପାଇଁକା, ସପୋଜ ତମେ କିଏ ଚାହିଁବ ଯେ ଲାପଟପ ୟୁଜ କରିବା ପାଇଁକା, ତ ସେ ସବୁ କଣ ସେଇଟା ତମର ଗୋଟେ ନିଡ୍ କ୍ରିଏଟ ହବ। ତ ସେ ସବୁକୁ ଆମର ମାର୍କେଟିଂ ହିଁ ଫୁଲଫିଲ କରିପାରିବ, କାରଣ ମାର୍କେଟ ତ ଆମେ ତ ଡାଇରେକ୍ଟ ନିଜେ ଲାପଟପ ଆଉ ତିଆରି କରିପାରିବୁନି। ତମେ ନିଜେ ଯାଇକି କଣ ଗୋଟେ ସପ୍ କୁ ଯିବ, ସେଠୁ ଆଣିବ ଲାପଟପ ତାଙ୍କୁ କିଛି ପେମେଣ୍ଟ କରିକି। ତ ସେଇ ତା ଦ୍ଵାରା କଣ ତମେ ଯୋଉଠି ସପୋଜ ଜବ୍ କରିବ ସେଠି ତ ଲାପଟପ ନିହାତି ଦରକାର। ତ ସେଇ ଜବ ରୁ ତମେ ସାଲାରୀ ବି ପାଇବ। ତ ଏମିତି ହେଇକି ହିଁ ଆମର ଏଇ ପ୍ରୋସେସ ଦ୍ଵାରା ହିଁ ଲୋକମାନଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟା ଇନକ୍ରିଜ ହବ। ଦେନ୍ ଆମର ଆସିଲା ବିଜନେସ ମାନଙ୍କୁ କଣ ହେଲ୍ପ କରୁଛି। ତ ବିଜନେସ ମାନେ ତମେ କଣ ଜାଣିଥିବ, ଆଜି ଲୋକ ଏବେ ଏକ ଲୋକମାନେ କଣ କିଏ ଜବ୍ କରୁଛି କିଏ ବିଜନେସ କରୁଛି, ତ ସେ ବିଜନେସ ରେ ଆମର ମାର୍କେଟିଂ କେମିତି ହେଲ୍ପ କରୁଛି। Marketing plays a vital role in the development of a business. Through the help of marketing, the business can achieve organization goal. ତ ଗୋଟେ ଗୋଟେ ଅର୍ଗାନାଇଜେସନ ର ଯାହା ବି ଗୋଲ ଥିବ, ତ ସେଇଟା ସେ ମାର୍କେଟିଂ ଦ୍ଵାରା ହିଁ ସେଇଟା ସେ ଆଚିଭ କରିପାରିବ। Companies can sell their product with the help of marketing. The importance of marketing to business can also be explained. First one is revenue generation. ରେଭିନ୍ୟୁ ମାନେ କଣ, ତ ସପୋଜ ତମେ ଗୋଟେ ଆଜି ବିଜନେସ କରିବ, ସପୋଜ ତମେ କରିବ କପଡା ବିଜନେସ କରିବ, ତ ଲୋକମାନେ ଯେତେ ତମଠୁ ଡ୍ରେସ ନେବେ ତା ଦ୍ଵାରା ତମର କଣ ତମ ପାଖକୁ ପଇସା ଅଧିକ ଆସିବ। ସେ ଯୋଉ ଇନକମ ଟା ହବ ସେଇଟା ହେଲା ଆମର ରେଭିନ୍ୟୁ ଜେନେରେସନ। In business, there are many functional areas like production, human resources, finance, marketing, etc. Among them, marketing play an important role in the generation of income. ତ ଆମର ମାର୍କେଟିଂ ରେ ବହୁତ ସାରା ଇମ୍ପୋର୍ଟାଣ୍ଟ ରହୁଛି ଆମର ବିଜନେସ ପ୍ରତି। ଫାଷ୍ଟ ଆମ ଗୋଟେ ବିଜନେସ ରେ ଆମର ବହୁତ ସାରା ଏରିଆ ରହିଲା। ତୁମେ କପଡା ବିଜନେସ କଲେ ତମକୁ କଣ କପଡାକୁ ପ୍ରଡକ୍ସନ କରିବାକୁ ପଡିବ। ଦେନ୍ ତମେ ତ ଏକା ଗୋଟେ ବିଜନେସ କୁ ହ୍ୟାଣ୍ଡେଲ କରିପାରିବନି, ତ ତମକୁ କିଛି ଲୋକ ଦରକାର, ସେମାନେ ହେଲେ ତମର ହ୍ୟୁମାନ ରିସୋର୍ସେସ। ଦେନ୍ ତମେ ତ ସପୋଜ ତମେ ଏବେ ଗୋଟେ ଛୋଟରୁ ଷ୍ଟାର୍ଟ କରିବ, କିନ୍ତୁ ତମେ ତ ସେଇଟା ଚାହିଁବ ଯେ ଏକ୍ସପାଣ୍ଡ ହବାକୁ, ତ ଏକ୍ସପାଣ୍ଡ ହବା ପାଇଁ ଆମର ମନି ଦରକାର। ତ ସେ ମନିଟା ଆମେ କୋଉଠି ପାଇପାରିବା, ବ୍ୟାଙ୍କ ରୁ ପାଇପାରିବା, ଯୋଉଟା କି ହେଲା ଆମର ଫାଇନାନ୍ସ। ବ୍ୟାଙ୍କ ହଉ କି ତମେ ତମ ରିଲେଟିଭସ ରୁ କାହାଠୁ ଆଣିପାରିବ, ସେଇଟା ହେଲା ତମର ଫାଇନାନ୍ସ। ଦେନ୍ ମାର୍କେଟିଂ, ତ ଏସବୁ ହେଲା ଆମର ଗୋଟେ ବିଜନେସ ର ଫଙ୍କସନାଲ ଏରିଆ। ଏମଙ୍ଗ ଦେମ୍ ମାର୍କେଟିଂ ପ୍ଲେ ଆନ୍ ଇମ୍ପୋର୍ଟାଣ୍ଟ ରୋଲ। ତ ଏମାନଙ୍କ ଭିତରୁ ମାର୍କେଟିଂ ଟା ହିଁ ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରୁଛି। କାରଣ ଦେଖ ତମେ ଯଦି ଏଇନା ପ୍ରଡକ୍ସନ ଅଧିକ କରିବ, ଲୋକମାନଙ୍କୁ ତମେ ହାୟର କରିବ ଆଉ ବ୍ୟାଙ୍କରୁ ଲୋନ ଆଣିବ, ଦେଖ ହାୟର କଲେ ତ ତମକୁ ଅଧିକ ତାଙ୍କ ପେମେଣ୍ଟ କରିବାକୁ ପଡିବ। ଆଉ ଯଦି ତମେ ସେ ପ୍ରଡକ୍ଟ କୁ ଆଡଭର୍ଟାଇଜ ନ କରିବ, ଲୋକମାନେ ଯଦି ଜାଣିନଥିବେ ଯେ ତମ ଉପର ଗୋଟେ ବିଜନେସ ଅଛି କିମ୍ବା ଏଇ ରିଲେଟେଡ ପ୍ରଡକ୍ଟ ତମେ ସେଲ କରୁଛ, ତ ସେମାନେ କିଣିବେ କେମିତି। ତ ସେଥିପାଇଁ ତମକୁ ନିଜକୁ ହିଁ ମାର୍କେଟିଂ କରିବାକୁ ପଡିବ। ସେଟା ବାଇ ୱେ ଅଫ କଣ ପବ୍ଲିକ ରିଲେସନ ତମକୁ କ୍ରିଏଟ କରିବାକୁ ପଡିବ, କିମ୍ବା ଆଡଭର୍ଟାଇଜ କରିବାକୁ ପଡିବ, କିମ୍ବା ଫୋନ ହଉ କିମ୍ବା ଟିଭିରେ ଲୋକମାନଙ୍କୁ ଅନଲାଇନ ବୋର୍ଡରେ ତମକୁ ଲୋକମାନଙ୍କୁ ଜଣେଇବାକୁ ହବ ଯେ ତମେ ଗୋଟେ ପ୍ରଡକ୍ଟ ସେଲ କରୁଛ, ତା ଦ୍ଵାରା ହିଁ ଲୋକମାନେ କିଣିପାରିବେ। ତ ଦେଖ ଯଦି ତମ ମାର୍କେଟିଂ ଟା ତମର ପ୍ରପର ହେଲା, ଲୋକମାନେ ଯଦି ଅଧିକ ଜାଣିଲେ ଯେ ତମର ଗୋଟେ ପ୍ରଡକ୍ଟ ସେଲ କରୁଛ, ତ ତାହେଲେ କଣ ସେମାନେ କିଣିବେ। ସେ କିଣିବା ପାଇଁ ସେମାନେ ଆଟ୍ରାକ୍ଟ ହେବେ, ଆଉ ସେମାନେ ଯଦି କିଣିବେ ତା ଦ୍ଵାରା କଣ ହବ ତମର ଇନକମ ଟା ବଢିବ। ଆଉ ଯଦି ତମ ଇନକମ ବଢିଲା ତ ତାହେଲେ କଣ ପ୍ରଡକ୍ସନ ଯାହା ବି ହଉଛି ତମେ ତାକୁ ଏକ୍ସପାଣ୍ଡ କରିପାରିବ। ଯୋଉ ହ୍ୟୁମାନ ରିସୋର୍ସେସ ରହିଲେ ତାଙ୍କୁ ତମେ ସାଲାରୀ ଦେଇପାରିବ। ଦେନ୍
ତ ତମର ଫାଇନାନ୍ସ ବ୍ୟାଙ୍କରୁ ଯଦି ଲୋନ୍ ଆଣିଛ, ବ୍ୟାଙ୍କ ତ ଆମ ରିଲେଟିଭ ନୁହଁ, ବ୍ୟାଙ୍କ ତ ଇଣ୍ଟରେଷ୍ଟ ଚାର୍ଜ କରିବ ନା। ତ ସେ ସବୁ ଇଣ୍ଟରେଷ୍ଟ କୁ ବି ତମେ ପେମେଣ୍ଟ କରିପାରିବ ଯଦି ତମେ ମାର୍କେଟିଂ କରିକି ତମର ସେଲ ଇନକ୍ରିଜ କରୁଛ, ତା ଦ୍ୱାରା ତମକୁ ଅଧିକ ପଇସା ଆସିବ। ଦେନ୍ ଇନଫର୍ମେସନ ଫର ପ୍ଲାନିଂ ଆଣ୍ଡ ଡିସିଜନ ମେକିଂ। Marketing provides information for planning and decision making or a different issue. Marketing provides information about demand for goods and services, needs, interest and wants. ତ ମାର୍କେଟିଂ ରେ ଯଦି ଆମର ପ୍ଲାନିଂ ଆମେ ପ୍ରପର ନ କରିବା, ଆମେ ଯଦି ପ୍ରପର ଡିସିସନ ନ ନବା, ତ ତା ଦ୍ୱାରା କଣ ଆମର ଏଇଟା ଆମର ମାର୍କେଟିଂ ଟା ଫେଲ ହେଇଯିବ। ଫେଲ ହେଲେ କଣ ହବ, ତ ବହୁତ ପ୍ରୋବ୍ଲେମ ହବ। ଆମେ ଲୋକମାନଙ୍କୁ ସାଲାରି ଦେଇପାରିବାନି, ବ୍ୟାଙ୍କ ଲୋନ ରୁ ଆମେ ତାର ଇଣ୍ଟରେଷ୍ଟ ଟା କ୍ଲିୟର କରିପାରିବାନି। ତ ଏସରେ ଆମେ କଣ ବହୁତ ସାରା ପ୍ରୋବ୍ଲେମ ଫେସ କରିବା। ତ ଆମେ ପ୍ରପର ପ୍ଲାନିଂ ଆଉ ଡିସିସନ ନେଇକି ହିଁ ଆମେ ଷ୍ଟାର୍ଟ କରିବା ବିଜନେସ। ତ ମାର୍କେଟିଂ provides information about demand for goods and services, needs, interests, wants, etc. of the customer, which in turn help the organization in planning and decision making process. ତ ମାର୍କେଟିଂ ରେ ଦେଖିବ ସର୍ଭେ କିଛି ଲୋକମାନେ କରନ୍ତି ଯେ ସପୋଜ ଆମର ବିସ୍କେଟ ନବା, ବିସ୍କେଟ ଆମର ବ୍ରିଟାନିଆ ଅଛି, ୟମି ଅଛି, ସନଫିଷ୍ଟ ଅଛି। ତ ସପୋଜ ଆମେ ବ୍ରିଟାନିଆ ଆଉ ସନଫିଷ୍ଟ ଯଦି ସର୍ଭେ କରିବା, ଆମେ ଦେଖିବା ଯେ ଲୋକମାନଙ୍କୁ କୋଉ ପ୍ରଡକ୍ଟ ଟା ଭଲ ଲାଗୁଛି, ସନଫିଷ୍ଟ ବିସ୍କେଟ ଅଧିକା ଭଲ ଲାଗୁଛି ନା ବ୍ରିଟାନିଆର ବିସ୍କେଟ ଭଲ ଲାଗୁଛି। ତ ଯଦି ଆମେ ଦେଖିବା ଯେ ଲୋକମାନେ ସମସ୍ତେ ବ୍ରିଟାନିଆର ବିସ୍କେଟ କୁ ଅଧିକ ପ୍ରିଫର କରୁଛନ୍ତି, ତ ଆମେ କଣ ସେ ରିଲେଟେଡ ବିଜନେସ କିଛି ଷ୍ଟାର୍ଟ କରିବା। ତା ଦ୍ୱାରା କଣ ଆମର ସେଲ ଇନକ୍ରିଜ ହବ। ତ ଯୋଉ ଆମେ ସର୍ଭେ କଲେ, ତ ସେଇଟା ବି ଆମର ଗୋଟେ ପ୍ରୋସେସ ହେଲା ମାର୍କେଟିଂ। Then mass distribution. Nowadays, goods or services are produced in a mass scale. Mass production with the mechanization and specialization minimizes the cost. ତ ଆମର ମାର୍କେଟିଂ ଆମର କଣ ଯେ ଆମେ ମାସ୍ ପ୍ରଡକ୍ସନ ମାନେ ହେଲେ ଯେ ଆମେ ହ୍ୟୁଜ ପ୍ରଡକ୍ସନ ଆମେ କେମିତି କରିବା। ଯଦି ଆମର ପ୍ରପର କିଛି ସ୍ପେସିଆଲାଇଜ ମେସିନ କିମ୍ବା ସ୍ପେସିଆଲାଇଜେସନ ଆମେ କିଛି ଟେକ୍ନିକ କିଛି ୟୁଜ ନ କରିବା, ତାହେଲେ ଆମର କଣ ମାସ ଡିଷ୍ଟ୍ରିବ୍ୟୁସନ ହେଇପାରିବ। ମାସ ଡିଷ୍ଟ୍ରିବ୍ୟୁସନ ହେଲା ଯେ ତମେ ଡ୍ରେସ କରିବ, ତମ ଡ୍ରେସ ବିଜନେସ ଆମେ ଯୋଉ କହୁଛେ କପଡା ବିଜନେସ କରିବ, ତ ତମେ ତ ଗୋଟେ କିମ୍ବା ଦିଟା କପଡା ସେଲ କରିବନି, ତମେ ବହୁତ ସାରା କପଡା ସେଲ କରିବ ଆଉ ଲୋକମାନଙ୍କ ପାଖକୁ ସେଇଟା ପହଞ୍ଚେଇବ। ସେଇଟା ହେଲା ଆମର ମାସ ଡିଷ୍ଟ୍ରିବ୍ୟୁସନ। Only marketing has the role in effective selling and distribution of such mass scale production. Marketing is the art of selling the right product to the right customer at a right time. ତ ଆମେ କହିପାରିବା ଯେ ଗୋଟେ ଲୋକର ଯଦି ତାର ଦରକାର ହଉଛି କଣ, ଅଟା କିଣୁଛି, ତ ଅଟା ସେ କଣ ପାଇଁ କିଣୁଛି, ରୁଟି କରିବା ପାଇଁ ହଉ କିମ୍ବା ସେ ତାକୁ କନଜ୍ୟୁମ କରିବା ପାଇଁ ହିଁ କିଣୁଛି। ତ ତାକୁ ରାଇଟ ଟାଇମ ରେ ଆମେ ରାଇଟ ପ୍ରଡକ୍ଟ ଆଉ କେମିତି ରାଇଟ କଷ୍ଟମର କୁ ପ୍ରୋଭାଇଡ କରିପାରିବା, ଯାହାର ଦରକାର ଆମେ ତାକୁ ହିଁ ପ୍ରୋଭାଇଡ କରିପାରିବା। ସେଇଟା ହେଲା ଆମର ମାସ ଡିଷ୍ଟ୍ରିବ୍ୟୁସନ। Then increase in goodwill. The success of any business depend upon the satisfaction of its customer. If different goods or services are provided to the customer, they trust and become loyal to the business, which increases the goodwill of the business and help to attain the long-term loyal customer. ତ goodwill ହେଲା ଆମର କଣ, ଆମର କେତିକି ମାର୍କେଟରେ ଆମର ଭ୍ୟାଲୁ, ତ ଆମକୁ କେମିତି ଲୋକମାନେ ଆକ୍ସେପ୍ଟ କରୁଛନ୍ତି। ଆମର ଗୁଡୱିଲ୍ ମାନେ ହେଲା ଆମର ନେମ୍ ଆଣ୍ଡ ଫେମ୍। ତ ଗୋଟେ କମ୍ପାନୀର ଯଦି ପ୍ରପର ମାର୍କେଟିଂ ହଉଛି, ତ ତମେ ସମସ୍ତେ ମିନ୍ତ୍ରା ଦେଖୁଥିବ, ଆମାଜନ ଦେଖୁଛି, ଏମାନଙ୍କର ଗୁଡୱିଲ୍ ଭଲ କାହିଁକି ନା ଆମର କଣ ପ୍ରଡକ୍ଟ ସେମାନେ ଭଲ ପ୍ରୋଭାଇଡ କରନ୍ତି। ତ ଯଦି ଗୋଟେ କମ୍ପାନୀ ହଉ ବା ଅର୍ଗାନାଇଜେସନ ଯଦି ଭଲ ଭାବରେ ମାର୍କେଟିଂ କରି ପ୍ରଡକ୍ଟ ଲୋକମାନଙ୍କ ପାଇଁ ପହଞ୍ଚେଇ ପାରିବ, ଦେନ୍ ଆମେ ତାଙ୍କର କଣ ଗୁଡୱିଲ୍ ଇନକ୍ରିଜ ହବ। ଦେନ୍ ଆସିଲା ଆମର ସୋସାଇଟିକୁ କେମିତି ହେଲ୍ପ କରୁଛି। ଫାର୍ଷ୍ଟ ହେଲା ଏମ୍ପ୍ଲୟମେଣ୍ଟ ଜେନେରେସନ। ଏମ୍ପ୍ଲୟମେଣ୍ଟ ଜେନେରେସନ ଆମର କଣ, ତ ଲୋକମାନେ ଯେତେବେଳେ ଯିଏ ବି ମାର୍କେଟିଂ କରିବ, ଆମର କଣ ଲୋକମାନେ ଯେତେ ଯାହେଲେ ଆସିଷ୍ଟାଣ୍ଟ ବି ତାର ଦରକାର। ଗୋଟେ ଅର୍ଗାନାଇଜେସନ ଯେତେବେଳେ ଆମର କିଛି କରୁଛି ପ୍ରଡକ୍ଟ ପ୍ରୋଭାଇଡ କରୁଛି, ତ ସେଥିରେ କଣ ତାର ବହୁତ ସାରା ଏମ୍ପ୍ଲୟ ଦରକାର। ତା ଦ୍ୱାରା ଆମର କଣ ସୋସାଇଟିରେ ଏମ୍ପ୍ଲୟମେଣ୍ଟ ଜେନେରେସନ ହଉଛି। ତ ଏମ୍ପ୍ଲୟମେଣ୍ଟ ଜେନେରେସନ ହବା ଦ୍ୱାରା ଦେନ ଆମର କଣ ଆସିବ, ପଭର୍ଟି ଏରାଡିକେସନ ହିଁ ହବ। କାରଣ ଦେଖ ଯଦି ଏମ୍ପ୍ଲୟମେଣ୍ଟ ଜେନେରେସନ ହେଲା, ସମସ୍ତେ ଇନକମ କଲେ, ତ ଆମର ଆଉ କଣ ଏତେ ଦାରିଦ୍ର୍ୟତା ରହିବ ନାହିଁ। ଦେନ୍ ଦାରିଦ୍ର୍ୟତା ରହିବନି ମାନେ କଣ, ଲୋକମାନଙ୍କର ତାଙ୍କର ଯାହା ବି ନିଡ୍ ସେମାନେ ଫୁଲଫିଲ କରିପାରିବେ। ଦେନ୍ ସେମାନଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟା ଇନକ୍ରିଜ ହବ।
Marketing occupies an important place because it takes responsibility to create improvement rates, living standard of human society. Marketing ଆମର help କରୁଛି ଲୋକମାନଙ୍କର standard of living ଟା increase କରିବା ପାଇଁ. Then creation of utility. Marketing creates and increases the form, place, time, position, and information utility of a product. ତ ଗୋଟେ ପ୍ରଡକ୍ଟରେ କେମିତି ପ୍ରପର ପ୍ଲେସରେ ପହଞ୍ଚି ପାରିବ, ପ୍ରପର ଟାଇମରେ ପହଞ୍ଚି ପାରିବ, ଆମେ କେମିତି ତାର ଓନରସିପ ଟା ପ୍ରପରଲି ଟ୍ରାନ୍ସଫର କରିପାରିବା, ଦେନ୍ ୟୁଟିଲିଟି କ୍ରିଏଟ କରିପାରିବା, ମାନେ ଆମେ ପ୍ଲେସ ପାଇଁକା ଆମର କଣ ୟୁଟିଲିଟି ଦରକାର, ଯେ ଟ୍ରାନ୍ସପୋର୍ଟେସନ ଆମେ ପ୍ରପର କରିପାରିବା, ଟାଇମ ପାଇଁକା ଆମେ ଲୋକମାନଙ୍କୁ କେମିତି ଠିକ ଟାଇମରେ ପହଞ୍ଚେଇ ପାରିବା, ସେଇ ସବୁ ହେଲା ଆମର ୟୁଟିଲିଟି କିମ୍ବା ଫ୍ୟାସିଲିଟି। ଆଉ ଇନଫର୍ମେସନ ପ୍ରୋଭାଇଡ କରିପାରିବା, ଆମ ଲେବଲିଂ ଦ୍ୱାରା ହିଁ ଲୋକମାନଙ୍କୁ ଆମେ ଇନଫର୍ମେସନ ପ୍ରୋଭାଇଡ କରିପାରିବା। ଟ୍ରାନ୍ସପୋର୍ଟେସନ ଗଲା, ଦେନ୍ ଆମେ ରିସର୍ଚ୍ଚ ଡେଭଲପମେଣ୍ଟ, ଆମେ ଗୋଟେ ପ୍ରଡକ୍ଟ ଉପରେ ତା କେମିତି ଆମେ ପ୍ରମୋସନ କରିପାରିବା ସେ ଉପରେ ଆମେ ରିସର୍ଚ୍ଚ କରିବା। ଦେନ୍ ଆମର ଆସେ ଅପ୍ଟିମାଇଜେସନ, optimum utilization of resources. Marketing helps in proper utilization of natural resources, physical resources, financial, human resources. ତ ଆମର କଣ ନ୍ୟାଚୁରାଲ ରିସୋର୍ସେସ ରେ ଆମେ କଣ ସପୋଜ ଆମେ କଲେ କପଡା ବିଜନେସ କରିବା, ତ କପଡା ଆମର କଣ ଯୋଉ ଗଛ ହଉ କିମ୍ବା ଆମର ଯୋଉ କଟନ କପା ହଉ ସେ ସବୁ ଗଛରୁ ଆମ ତାକୁ ୟୁଜ କରୁଛେ, ଆମର ପାଣି ଦରକାର ହଉଛି, ସେ ସବୁ ହେଲା ଆମର ନ୍ୟାଚୁରାଲ ରିସୋର୍ସେସ। ଫିଜିକାଲ ରିସୋର୍ସେସ ରେ ଆମର ଆସିବ ଯୋଉ ମେସିନ ୟୁଜ ହଉଛି, ଦେନ୍ ଫାଇନାନ୍ସିଆଲ ରିସୋର୍ସେସ ରେ ଆମର ଆସିବ ଆମେ ବ୍ୟାଙ୍କରୁ ଯୋଉ ଲୋନ ଆଣୁଛେ, ଦେନ୍ ହ୍ୟୁମାନ ରିସୋର୍ସେସ ରେ ଆସିବ ଯୋଉ ଲେବର ଲାଗିକି ସେଟା କ୍ରିଏଟ କରୁଛେ। ତ ଆମେ ସବୁ ରିସୋର୍ସ ରେ ଆମେ କେମିତି ପ୍ରପର ୟୁଟିଲାଇଜ କରିପାରିବା, ସେଇଟା ଆମର ମାର୍କେଟିଂ ହିଁ ହେଲ୍ପ କରିବ। Then marketing plays an important role in the economic development of any country। ତ ଦେଖ ଗୋଟେ କଣ୍ଟ୍ରିରେ ଏମ୍ପ୍ଲୟମେଣ୍ଟ ଜେନେରେସନ ହଉଛି, ତାର ଦାରିଦ୍ର୍ୟତା ଦୂର ହେଇଯାଉଛି, ଲୋକମାନଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଇନକ୍ରିଜ ହଉଛି, ସବୁ ପ୍ରକାର ଫ୍ୟାସିଲିଟି ରହୁଛି, ଆଉ ସବୁ ରିସୋର୍ସେସ ର ପ୍ରପର ୟୁଟିଲାଇଜେସନ ହେଇଯାଉଛି, ତ ତା ଦ୍ୱାରା କଣ ଆମ ଗୋଟେ କଣ୍ଟ୍ରିର ଆମର ଅବଭିୟସଲି ଇକୋନୋମିକ ଡେଭଲପମେଣ୍ଟ ହିଁ ହବ। ତ ଆମେ ଦେଖିଲେ ଆମର ମାର୍କେଟିଂ ର ଇମ୍ପୋର୍ଟାନ୍ସ ଦେଖିଲେ, ଫିଚର୍ସ ଦେଖିଲେ। ତ କାଲି ଆମେ ପଢିବା ସ୍କୋପ ଅଫ ମାର୍କେଟିଂ। ତ ନେକ୍ସଟ କ୍ଲାସ ତମର କେବେ ହବ ଆମେ ଜଣେଇଦେବୁ ଗ୍ରୁପରେ। ତ ତମର ବୋଧେ ନେକ୍ସଟ କ୍ଲାସ ଅଛି 11ଟାରେ, ତ ସେଇଟା ତମମାନେ ଜଏନ କରିବ। ଆମେ ଏଇ କ୍ଲାସ ଟାକୁ ଏବେ ବନ୍ଦ କରିଦବା। ତ ଥ୍ୟାଙ୍କ ୟୁ ଅଲ୍ ଯିଏ ବି ଜଏନ କରିଛ। Thank you, ma'am. ୱେଲକମ୍। ଠିକ ଅଛି, ତ ଆମେ କ୍ଲାସକୁ ଏଠି ବନ୍ଦ କରିଦବା।